ପିଲାମାନେ ଆଜି ଆମେ ଭିଡ଼ିଓରେ କ୍ଲାସ୍ 6 ଇଂଲିଶ ବହିର ଚେପ୍ଟର 4ର ଫଲୋଅପ୍ ଲେସନ୍ ଯେଉଁ ଅଛି କ'ଣ ଏଇଟା ହେଉଛି ଦି 3 କ୍ୱେଶ୍ଚନ୍। ତାହେଲେ ଏହାର ଏ ଯେଉଁ ପାଠ ଗୁଡ଼ିକ ପଢ଼ିବା ଆଉ ଯେତେ ସବୁ ପ୍ରଶ୍ନ ଅଛି ସେଗୁଡ଼ିକ ଆଲୋଚନା କରିବା। ଚାଲ ଦେଖ ଏବେ ପାରାଗ୍ରାଫ ଆମେ ପଢ଼ିବା। ଏଠି କ'ଣ କହୁଛି, ୱାନ୍ସ ଦେୟାର ୱାଜ୍ ଏ କିଙ୍ଗ ଇନ୍ ଜର୍ମାନୀ। ତାର ମାନେ କ'ଣ, ୱାନ୍ସ ମାନେ ଥରେ, ଦେୟାର ୱାଜ୍ ଏ ଗ୍ରେଟ୍ କିଙ୍ଗ ମାନେ କ'ଣ ଗୋଟେ ବହୁତ ମହାନ ରାଜା ଥିଲେ କି ଏଠି ଜର୍ମାନୀରେ। ତାହେଲେ ଜର୍ମାନୀରେ ଜଣେ ମହାନ ରାଜା ଥିଲେ। ତାପରେ କ'ଣ କଲା, ହି ଲାଇକ୍ଡ ସୋଲଜର୍ସ ଭେରି ମଚ୍ ବିକଜ ହି ୱାଜ୍ ଏ ଗୁଡ୍ ସୋଲଜର୍ସ ହିମସେଲ୍ଫ। ହି ଲାଇକ୍ ସୋଲଜର୍ସ ମାନେ ସେ ବହୁତ ସୋଲଜରମାନଙ୍କୁ ବା ସୈନିକମାନଙ୍କୁ ବହୁତ ସେ ପସନ୍ଦ କରୁଥିଲେ। ଭେରି ମଚ୍ ତାଙ୍କର ବହୁତ ପସନ୍ଦ କରୁଥିଲେ ହେଲା। ବିକଜ କାରଣ କ'ଣ ପାଇଁ, ଯେ ସେ କ'ଣ ପାଇଁ ସେମାନଙ୍କୁ ବହୁତ ପସନ୍ଦ କରୁଥିଲେ। ହି ୱାଜ୍ ଏ ଗୁଡ୍ ସୋଲଜର ହିମସେଲ୍ଫ ମାନେ ନିଜେ ସେ ଯେଉଁ ଆମର ସେ ସମ୍ରାଟ, ତାହେଲେ ସେ ଜଣେ କ'ଣ ହିମସେଲ୍ଫ ମାନେ କ'ଣ ସେ ନିଜେ କ'ଣ ଥିଲେ, ଗୁଡ୍ ସୋଲଜର୍ସ। ଗୁଡ୍ ସୋଲଜର ମାନେ କ'ଣ ଜଣେ ଭଲ ସୈନିକ ଥିଲେ। ତାପରେ କ'ଣ କଲା ଦେଖ, ହି ହ୍ୟାଡ୍ ଏ ସ୍ପେଶାଲ ଲାଇକିଂ ଫର୍ ୱାନ୍ ସେକ୍ସନ୍ ଫର୍ ଟଲ୍ ସୋଲଜର୍ସ ଇନ୍ ହିଜ୍ ଆର୍ମି। ତାହେଲେ ତାଙ୍କର ଯେତେ ସବୁ ସୈନିକ ଥିଲେ ସେ ଭିତରୁ ଯେଗୁଡ଼ାକ କି ଗୋଟେ କ'ଣ ୱାନ୍ ସେକ୍ସନ୍ ମାନେ ଗୋଟେ ମାନେ ଏକ ଶ୍ରେଣୀର ମାନେ ଯେତେ ସବୁ ଆର୍ମି ଅଛନ୍ତି ସବୁ ଅଲଗା ଅଲଗା ଟାଇପ୍ର ସବୁ ଅଛନ୍ତି। ତାହେଲେ ସେ ଭିତରୁ ଯେଉଁଗୁଡ଼ାକ ଟଲ୍ ସୋଲଜର୍ସ ମାନେ କ'ଣ ଡେଙ୍ଗା, ଯେଉଁ ଡେଙ୍ଗା ସୈନିକମାନଙ୍କୁ ସେ ବେଶୀ ଭଲ ପାଉଥିଲେ। ହି କେପ୍ଟ ଦ୍ୟାଟ୍ ସେକ୍ସନ୍ ଅଣ୍ଡର ହିଜ୍ ଓନ୍ କେୟାର। ତାହେଲେ ସେଇ ଯେଉଁ ସେକ୍ସନ୍ ବା ସେଇ କାଟାଗୋରୀର ଯେତେ ସବୁ ଆର୍ମିମାନଙ୍କୁ ସେ ତାଙ୍କର ନିଜର କେୟାରରେ ରଖୁଥିଲେ, ମାନେ କ'ଣ ନିଜର ମାନେ ନିଜ ଦାୟିତ୍ୱରେ ହିଁ ସେ ରଖୁଥିଲେ। ଆଉ ଏଣ୍ଡ ଲଭ୍ ଟୁ ୱାଚ୍ ଇଟ୍, ଆଉ ତାଙ୍କୁ ଦେଖିବା ପାଇଁ ସେ ପସନ୍ଦ କରୁଥିଲେ। ଲଭ୍ ସେ ଦେଖିବା ପାଇଁ ସେମାନଙ୍କୁ ପସନ୍ଦ କରୁଥିଲେ। ହି ୱାଣ୍ଟେଡ୍ ଟୁ ମେକ୍ ଇଟ୍ ଦି ବେଷ୍ଟ ସେକ୍ସନ୍ ଅଫ୍ ଦି ଆର୍ମି ଆଣ୍ଡ ଟ୍ରାଏଡ୍ ହାର୍ଡ ଟୁ ଗେଟ୍ ଦି ବେଷ୍ଟ ମେନ୍ ଫର୍ ଇଟ୍। ତାର କ'ଣ, ହି ୱାଣ୍ଟେଡ୍ ମାନେ ସେ ଚାହୁଁଥିଲେ, ଟୁ ମେକ୍ ମାନେ ବନେଇବା ପାଇଁ, ଇନ୍ ଦି ବେଷ୍ଟ ସେକ୍ସନ୍ ଅଫ୍ ଦି ଆର୍ମି। ତାହେଲେ ସେଇ ଯେଉଁ ତାଙ୍କର ଆର୍ମି ସେକ୍ସନରେ ସେଇ ଯେଉଁ ଡେଙ୍ଗା ସୈନ୍ୟମାନଙ୍କୁ କ'ଣ କରୁଥିଲେ, ମାନେ ଭଲ ଆଉ ଟିକେ ଭଲ କରିବା ପାଇଁ ସେ ଚେଷ୍ଟା କରୁଥିଲେ। ଟ୍ରାଏ ହାର୍ଡ ଟୁ ଗେଟ୍ ଦି ବେଷ୍ଟ ମେନ୍ ଫର୍ ଇଟ୍। ତାହେଲେ କ'ଣ ସେ ଯେଉଁ ତାଙ୍କର ସର୍ବୋତ୍ତମ ଲୋକମାନଙ୍କୁ ସେ ପାଇବା ପାଇଁ ବହୁତ ଚେଷ୍ଟା କରୁଥିଲେ ସେଇ ଦଳରେ ରଖିବା ପାଇଁ। ତାପରେ ଦେଖ 2 ନମ୍ବର ପାରାଗ୍ରାଫ କ'ଣ କହୁଛି, ଏଟ୍ ଦି ଫାର୍ଷ୍ଟ ମିଟିଂ ଦି କିଙ୍ଗ ୟୁଜ୍ ଟୁ ଆସ୍କ ଏଭ୍ରି ନ୍ୟୁ ସୋଲଜର୍ସ ଫର୍ ଫଲୋଇଂ 3 କ୍ୱେଶ୍ଚନ୍। ତାହେଲେ ଯେତେ ପ୍ରଥମ ମିଟିଂରେ ବା ପ୍ରଥମ ସାକ୍ଷାତକାରରେ ଦି କିଙ୍ଗ ୟୁଜ୍ ଟୁ ଆସ୍କ ମାନେ ସେ କ'ଣ ରାଜା ପଚାରୁଥିଲେ କ'ଣ, ଦି ଏଭ୍ରି ନ୍ୟୁ ସୋଲଜର୍ସ ମାନେ ନୂଆ ନୂଆ ସୈନ୍ୟମାନଙ୍କୁ ପଚାରୁଥିଲେ ଦି ଫଲୋଇଂ 3 କ୍ୱେଶ୍ଚନ୍। ତାହେଲେ ଏଇ 3ଟି ପ୍ରଶ୍ନ ପଚାରୁଥିଲେ। ତାହେଲେ କ'ଣ କ'ଣ ସେଇ 3ଟି ପ୍ରଶ୍ନ, ସେଇଟା ଗୋଟେ ହେଉଛି ହାଉ ଓଲ୍ଡ ଆର୍ ୟୁ। ହାଉ ଓଲ୍ଡ ଆର୍ ୟୁ ମାନେ ତାର କ'ଣ ତୁମର ବୟସ କେତେ, ଏଇଟା ହେଉଛି ପ୍ରଥମ ପ୍ରଶ୍ନ ଥିଲା। ଆଉ ଦ୍ୱିତୀୟ ପ୍ରଶ୍ନ, ହାଉ ଲଙ୍ଗ୍ ହେଭ୍ ୟୁ ସର୍ଭଡ୍ ମି ଅଲରେଡ଼ି। ତା ମାନେ କ'ଣ ତୁମେ କେତେ ସମୟ ଧରି ମୋତେ ସେବା ପ୍ରଦାନ କରି ଆସିଛ, ମାନେ ଏଠି ଯେଉଁ କେତେ ଦିନ ପର୍ଯ୍ୟନ୍ତ ତୁମେ ଆର୍ମିରେ କାମ କରୁଛ, ତା'ମାନେ କେତେ ଦିନ ମୋତେ ସର୍ଭ, ଏଠି ସର୍ଭ ମାନେ କ'ଣ ମାନେ ଯେଉଁଟା ହେଉଛି କ'ଣ କେତେ ଦିନ ତୁମେ ଏଠି ଚାକିରି କରୁଛ ବା କେତେ ଦିନ ମୋତେ ସେବା ପ୍ରଦାନ କରୁଛ ଅଲରେଡ଼ି, ମାନେ ଅଲରେଡ଼ି ମାନେ କ'ଣ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ, ତାହେଲେ କେତେ ସମୟ ଧରି ତୁମେ ମୋତେ ସେବା କରି ଆସିଛ। ଆଉ 3 ନମ୍ବର କ'ଣ କଲା, ଡୁ ୟୁ ଲାଇକ୍ ଦି ଫୁଡ଼୍ ଅର୍ କ୍ୱାର୍ଟର୍ସ ଫର୍ ହେୟାର। ତାହେଲେ ଦେଖ ଏଇ ଯେଉଁ ସୈନ୍ୟମାନେ ରହିବା ପାଇଁ ତାଙ୍କୁ କ'ଣ କ୍ୱାର୍ଟର୍ସ ଦିଆଯାଇଥାଏ, ମାନେ କ'ଣ ତାଙ୍କର ବାସସ୍ଥାନ ଦିଆଯାଇଥାଏ, ଆଉ କିଛି ଖାଦ୍ୟ ଦିଆଯାଇଥାଏ। ତାହେଲେ ସେ କ'ଣ କହୁଛନ୍ତି, ତାହେଲେ ଏଇ ଯେଉଁ ତୁମକୁ ଦିଆହେଉଛି ଖାଦ୍ୟ ଆଉ କ୍ୱାର୍ଟର ହେଲା, ଏ ଭିତରୁ ଡୁ ୟୁ ୱାଣ୍ଟ ଦି ଫୁଡ୍ ଅର୍ କ୍ୱାର୍ଟର୍ସ ହେୟାର। ତାହେଲେ ଏଠାରେ ଯେଉଁ ତୁମକୁ ଖାଦ୍ୟ ଆଉ ବାସଗୃହ ଦିଆହେଇଛି ଏଇଟା ତୁମେ ପସନ୍ଦ କରୁଛ କି। ତାହେଲେ ଏଇଟା ଏଇଭଳିଆ ପ୍ରଶ୍ନ ସବୁ ଯେତେ ସବୁ ନୂଆ ସୋଲଜରମାନଙ୍କୁ ନୂଆ ସୈନିକମାନଙ୍କୁ ସେ ପଚାରନ୍ତି। ତାପରେ ଦେଖ 3 ନମ୍ବର ପାରାଗ୍ରାଫରେ କ'ଣ କହୁଛି, ୱାନ୍ସ ଏ ମେନ୍ ଫ୍ରମ୍ ଏନଦର କଣ୍ଟ୍ରି କମ୍ ଟୁ ଜଏନ୍ ଦି ଜର୍ମାନୀ ଆର୍ମି। ତାହେଲେ ୱାନ୍ସ ମାନେ ଥରେ, ଏ ମେନ୍ ଫ୍ରମ୍ ଏନଦର କଣ୍ଟ୍ରି ମାନେ ଅନ୍ୟ ଦେଶରୁ ଗୋଟେ ଲୋକ କ'ଣ କଲା, ସେଇ ଯେଉଁ ଜର୍ମାନୀରେ ଜଏନ୍ କରିବା ପାଇଁ ଆସିଲା, ସେଇ ଯେଉଁ ଆର୍ମିରେ ଜଏନ୍ କରିବା ପାଇଁ ଆସିଲା ଜର୍ମାନ ଆର୍ମିକୁ। ହି ଡିଡ୍ ନଟ୍ ନୋ ଦି ଜେନେରାଲ ଜର୍ମାନସ ଲାଙ୍ଗୁଏଜ। ତାହେଲେ ସେ କ'ଣ ସେ ଜର୍ମାନର କିପରି ଭାଷା କୁହାଯାଏ ସେ ଜାଣିନଥିଲା। କ'ଣ ହି ଡିଡ୍ ନଟ୍ ନୋ ସେ ଜାଣିନଥିଲା ଯେ ଜର୍ମାନ ଲାଙ୍ଗୁଏଜ, ଜର୍ମାନର ଲାଙ୍ଗୁଏଜ କିପରି ବା ଭାଷା କିପରି ସେ ଜାଣିନଥିଲା। ହାଉ କ୍ୟାନ୍ ଆଇ ଆନ୍ସର ଦି କିଙ୍ଗସ୍ କ୍ୱେଶ୍ଚନ୍, କହୁଛି ମୁଁ କିପରି ରାଜାଙ୍କର
प्रश्न को मु किपरि उत्तर दे पारिबी ही सेड आई कैन नॉट अंडरस्टैंड देम ताले कोन मु तो ताकर कोन ताको मु बुझी पारिबी नहीं ताको कथा को ताको बुझी पार माने कोन मु ताको कथा को किछि बुझी पारिबिनी बा से मते कोन बुझी पारिबे नहीं ना एठी तो से मते बुझी पारिबे नहीं हबनी माने से कहला जे कोन ही सेड माने आई कैन नॉट अंडरस्टैंड देम मु ताको बा मु बुझी पारिबी नहीं कहू तापर देखो एठी किछि प्रश्न अछि एठी कोन कहू देखो एठी देखो एक नंबर कोन कहू व्हाई डिड द किंग लाइक सोल्जर्स ताले से राजा सोल्जर मान को मन कोन से काहे कि सैन्य बाहिनी को भल पाउतले से कोन पय भल पाउतले से निजे जने बहुत बढ़िया कोन सोल्जर थिले तेनु से सोल्जर मान को सैनिक मान को से भल पाउतले ताले यार आंसर तुमे कोन लिखिबो यार आंसर ए भला लिखि देबो ताले द किंग लाइक सोल्जर्स वेरी मच बिकॉज़ ही वाज ए गुड सोल्जर हिमसेल्फ ए भला तार आंसर लिखि देबो माने कोन राजा सैन्य मान को बहुत भल पाउतले कारण बिकॉज कारण ही वाज ए गुड सोल्जर हिमसेल्फ से निजे बहुत कोन बढ़िया जन सैनिक थिले एक नंबर आंसर ए भला लिखि देबो तापर देखो 2 नंबर कोन कहला हाउ मेनी क्वेश्चन डिड द किंग आस्क्ड ए न्यू सोल्जर ताले हाउ मेनी से केतोटी प्रश्न पचारुथिले किंग आस्क्ड न्यू सोल्जर ए नुआ सैन्य मान को से केतोटी क्वेश्चन पचारुथिले से केतोटी पचारुथिले ताले 3टी क्वेश्चन ताले एठी लिखि दबो कोन ताले भला लिखि दबो द किंग यूज्ड टू आस्क एवरी न्यू सोल्जर 3 क्वेश्चन ताले से 3टी प्रश्न पचारतले प्रति नुआ सैन्य मान को एटा ए जो 2 नंबर आंसर भला लिखि दबो तापर देखो 3 नंबर कोन कहूची व्हाट वाज द प्रॉब्लम विथ द न्यू सोल्जर ताले जो शेष आ नुआ सैनिक कोन प्रॉब्लम थिला से कोन प्रॉब्लम थिला ताले से तार को भाषा से माने अन्य राज्य रु से अन्य देश से आसीतला आ जर्मनी भाषा से जान नथला सेटा होचे तार कोन थिला प्रॉब्लम थिला एटा कोन लिखिबो आंसर ताले बढ़िया लिखि दबो कोन द प्रॉब्लम विथ द न्यू सोल्जर वाज दैट he did not know the German language ताले से जर्मन लैंग्वेज से जान नथला ताले एटा होचे तार कोन थिला प्रॉब्लम थिला the problem was the new soldier was that he did not know the German language ए जो 3 नंबर आंसर एवला लिखि देबो ठीक अछि एबे एसजीपी ए जो 2 रो पैराग्राफ टे पढिबा देखो 4 नंबर कोन कहछि पैराग्राफ 4 नंबर his officer told him all the 3 question and the way of answering them ताले जो तार जो बड़ो ऑफिसर टोल्ड हिम ताको कहले ऑल द 3 क्वेश्चन ताले से 3टी क्वेश्चन से राजा कोन पचरंती ताले सेगडा कहले एंड द वे ऑफ आंसरिंग देम आउ सेगडा किपरि आंसर दे परिबो ताले से विषय रे ताको से बुझाई देले केमती आंसर गुडा को केमती प्रश्न पचरंती कोन 3टा प्रश्न पचरंती आ ताको किपरि आंसर दबो ताले से विषय रे ताको कहले he said the king always asked the same question in the same order ताले he said से कहले जे से राजा always माने सब बळे आस्क सब बळे पचारंती the same question ताले ए 3टी प्रश्न सब बळे पचारंती in the same order माने जे एक नंबर प्रथमे जहा को पचार 1 नंबर 2 नंबर 3 नंबर दर पचारंती आ सब बळे से एमती 1 नंबर तापर 2 नंबर 4 नंबर 3 नंबर ए बळे पचारंती माने धर जो 2 3 1 ए बळे केबा 3 3 1 2 ए बळे केबे पचारंती नाही माने वर्तमान आगर जते पचारंती ए बळिया ए परसवर पचारंती केमती 1 2 3 ए बळे पचारंती ए कथा कहले से सेमडर रे तापर देखो हां सो दी सोल्जर डिसाइड टू आंसर देम इन दैट ऑर्डर तापर तेन से जो सैनिक से मनस्थ करले डिसाइड मान कोन मनस्थ करबे बा निष्पत्ति नेवा जेटा डिसाइड एटे मनस्थ करले जे कोन से जो आंसर देबे इन दैट ऑर्डर ताले से क्रम रे से जे क्रम रे समूह बळे पचारंते से क्रम से आंसर देबे बोली से कोन करले निष्पत्ति नेले वन डे द किंग केम टू द विजिट द आर्मी ताले दिने कोन करले से राजा केम टू द विजिट द आर्मी ताले से सैन्य मान को देखबा पई आसिले ही शो द न्यू सोल्जर्स ताले से ए जो अलका देश रो आसिले से सोल्जर को से देखले एंड बिगन टू आस्क हिम द क्वेश्चन तापर कोन करले से ताको क्वेश्चन पचारबा माने कोन प्रश्न पचारबा पई आरंभ करले प्रश्न पचारले
କ'ଣ ପଚାରିଲେ ତାହେଲେ ବାଟ୍ ଦିସ୍ ଟାଇମ୍ ଦି କ୍ୱେଶ୍ଚନ୍ ୱି ଆର୍ ଇନ୍ ଦି ଡିଫରେଣ୍ଟ ଅର୍ଡ଼ର। କିନ୍ତୁ ଗୋଟେ ଏଠି ଗଡ଼ବଡ଼ି କ'ଣ ହେଲା ଯେ ସବୁଥର ଆଗରୁ ତ ମାନେ କ'ଣ କ୍ରମରେ ପଚାରନ୍ତି, କିନ୍ତୁ ଏବେ ସେ ଏକା କ୍ରମରେ ସେ ପ୍ରଶ୍ନ ପଚାରି ନଥିଲେ, ମାନେ ଡିଫରେଣ୍ଟ ଅର୍ଡ଼ର। ମାନେ ଯେମିତି ଧର ଯେଉଁ 1 2 3 ଥିଲା, ଏବେ ଟିକେ ଚେଞ୍ଜ କରିଦେଲେ, 1 2 3 ନ ପଚାରିକି ତାର ଟିକେ ଅର୍ଡ଼ରଟା ଯେ କ୍ରମଟା ସେ କ'ଣ କଲେ ଚେଞ୍ଜ କରିଦେଲେ। ଦି ସୋଲଜର ଡିଡ୍ ନଟ୍ ନୋ ଦିସ୍, ତାହେଲେ ଏ ବିଷୟରେ ସେ ରାଜା କିଛି ନା ସେ ଯେଉଁ ସୈନିକ ସେ କିଛି ଜାଣିନଥିଲେ। ବିକଜ୍ ହି ଡିଡ୍ ନଟ୍ ଅଣ୍ଡରଷ୍ଟାଣ୍ଡ ଦି କିଙ୍ଗସ୍ ୱାର୍ ଏଟ୍ ଅଲ୍, ତାହେଲେ ସେ କ'ଣ ଏ ଯେଉଁ ରାଜାଙ୍କର ଯେଉଁ ଶବ୍ଦ ଗୁଡ଼ିକ ବା ସେ ଯାହା କହିଲେ ସେ ଯେଉଁମାନେ ତ ଜାଣିନଥିଲେ, ତେଣୁ ସେ ରାଜା କ'ଣ କହୁଥିଲେ ସେ କିଛି ଜାଣିନଥିଲେ, କେବଳ ଜାଣିଥିଲେ ଯେ ଆନ୍ସର୍ଟା କେମିତି ହେବ। ତାପରେ ଦେଖ ରାଜା କ'ଣ କ'ଣ ସବୁ ପ୍ରଶ୍ନ ପଚାରିଲେ ଆଉ ସେ କ'ଣ ଆନ୍ସର୍ ଦେଲେ ଏଠି ଦେଖ। କିଙ୍ଗ କ'ଣ ପଚାରିଲେ, ହାଉ ଲଙ୍ଗ୍ ହେଭ୍ ୟୁ ବିନ୍ ଇନ୍ ଦି ସର୍ଭିସ୍, ଏହା ମାନେ କ'ଣ ତୁମେ କେତେ ବର୍ଷ ହେଲା ତାହେଲେ ଏଇ ଯେଉଁ ଏଠି ତୁମେ କାମ କରୁଛ, କେତେ ବର୍ଷ ହେଲା ଏଇ ଯେଉଁ ଆର୍ମିରେ ତୁମେ ଜଏନ୍ ହେଇଛ, କି କେତେ ବର୍ଷ ହେଲା ଏଇ ସେବାରେ ତୁମେ ନିୟୋଜିତ ହୋଇଅଛ। ସୋଲଜର କ'ଣ କଲା 30 years ସାର୍, ତାହେଲେ କ'ଣ ହେଲା ଦେଖୁଛ ମୋର 30 ବର୍ଷ। କ'ଣ ପାଇଁ ସେ 30 ବର୍ଷ କଲେ ଯେ ଆକ୍ଚୁଆଲି ପ୍ରଥମ ପ୍ରଶ୍ନ ସେ କେତେ ପଚାରନ୍ତି ଯେ ତୁମର ବୟସ କେତେ। ସେ ଭାବିଲେ ଏ ଯେଉଁ ସୋଲଜର ଭାବିଲା ଯେ ସେ ପଚାରିଛନ୍ତି ଯେ କେତେ ତୁମର ବୟସ କେତେ, କିନ୍ତୁ ସେ ସେଟା ପଚାରିନାହାନ୍ତି। ସେ ଜର୍ମାନ ଭାଷାରେ କ'ଣ ପଚାରିଲେ, ତୁମେ ଏଠି କେତେ ବର୍ଷ ଧରିକିରି କାମ କରୁଛ ବା କେତେ ବର୍ଷ ହେଲା ତୁମେ ଏଠି ସେବାରେ ନିୟୋଜିତ ହେଇଛ, ସେଇଟା ପଚାରନ୍ତି। ସେ କିନ୍ତୁ ସୋଲଜର ସେ ବୁଝିପାରିନି, ସେ କ'ଣ କଲେ ସେ ଭାବିଲେ ବୟସ ପଚାରିଛନ୍ତି, ତେଣୁ କ'ଣ କଲେ ସେ 30 years ସାର୍, ମୋର ବର୍ଷ କେତେ 30 ବର୍ଷ ଧରିକି। ଦି କିଙ୍ଗ କ'ଣ କଲେ, ହାଉ ଇଟ୍ ଇଜ୍ ୟୁ ଲୁକ୍ ସୋ ୟଙ୍ଗ ହ୍ୱାଟ୍ ଇଜ୍ ୟୋର୍ ଏଜ୍, କହିଲା ଏଇଟା କିପରି ସମ୍ଭବ, ୟୁ ଲୁକ୍ ସୋ ୟଙ୍ଗ, କହିଲେ କ'ଣ ତୁମେ ତ ବହୁତ ୟଙ୍ଗ ଦେଖାଯାଉଛ, ଯୁବକ ଦେଖାଯାଉଛ। ହ୍ୱାଟ୍ ଇଜ୍ ୟୋର୍ ଏଜ୍, ତୁମର ବୟସ କେତେ। ଏଇ ପ୍ରଶ୍ନଟା ଆଗରୁ 1 ନମ୍ବର ପଚାରନ୍ତି, କିନ୍ତୁ ଏବେ କ'ଣ ହେବ ସେ ଏଇଟା 2 ନମ୍ବର ପଚାରିଲେ। ରାଜା 2 ନମ୍ବରରେ ପଚାରିଦେଲେ, ତେଣୁ ସେ କ'ଣ କଲେ ଦି ସୋଲଜର ଦି 3 weeks ସାର୍, କ'ଣ ମୋର କେତେ 3 weeks, 3 weeks ମାନେ କ'ଣ ଯେ ସପ୍ତାହ, ମାନେ ତୁମର ବୟସ କେତେ। ଇଏ କ'ଣ କଲା ଯେ ମୋର 3 ସପ୍ତାହ ହେଇଛି, ଏଇଟା କିପରି ସମ୍ଭବ ହେବ କୁହ ତୁମେ। ତେଣୁ ଏଇଟା କ'ଣ ହେବ ଟିକେ ଗଡ଼ବଡ଼ି ଲାଗିଲା କାହାକୁ ରାଜାଙ୍କୁ। ତାପରେ ରାଜା କ'ଣ କହୁଛନ୍ତି, ହ୍ୱାଟ୍ ଡୁ ୟୁ ମିନ୍, ଆର୍ ୟୁ ମେଡ୍ ଅର୍ ଆଇ ଏମ୍। ଯେତେବେଳେ ସେ କହିଲେ କହୁଛି, ଯେତେବେଳେ ପଚାରିଲେ ତୁମର ବୟସ କେତେ, ନାଇଁ ତୁମେ ଏଠି କେତେ ଦିନ ଧରି କାମ କରୁଛ, ସେ ଉଲଟ ପାଲଟ କରିଦେଲେ ଯେ 30 years କହିଦେଲେ। ଆଉ ତାପରେ କହିଲେ ତୁମର ବୟସ କେତେ, ଇଏ କ'ଣ କଲା ଯେ 3 weeks। ରାଜା ପରେ ତ ଆଶ୍ଚର୍ଯ୍ୟ ହେଇଗଲେ, ତାପରେ ପଚାରୁଛନ୍ତି ହ୍ୱାଟ୍ ଡୁ ୟୁ ମିନ୍, ଏହାର ମାନେ କ'ଣ, ଆର୍ ୟୁ ମେଡ୍ ଅର୍ ଏମ୍ ଆଇ। କହୁଛି ତୁମେ କ'ଣ ପାଗଳ ନା ମୁଁ ପାଗଳ, ଏଇଟା କ'ଣ ପାଇଁ କହିଲେ। ଯେତେବେଳେ ସେ କହିଲେ ତୁମର ବୟସ କେତେ 3 weeks, ମାନେ ଦେଖ 3 ସପ୍ତାହ, 3 ସପ୍ତାହ ମାନେ ଦେଖ କେତେ 3 ସପ୍ତାହ ମାନେ କେତେ ଦିନ ହେଉଛି, 1 ସପ୍ତାହ ହେଉଛି 7 ଦିନ, ଆଉ 3 ସପ୍ତାହ ମାନେ କ'ଣ 7 × 21 ଦିନ। ତାହେଲେ ସେ ଜଣେ ସୈନିକ ହେଇକି ଆସିଛି, ତାର କ'ଣ 21 ଦିନ ହେଇଥିବ କି, 21 ଦିନ କ'ଣ ଗୋଟେ ଛୋଟ ଛୁଆ। ତ ଏଇଟା କ'ଣ କଲା ସେ କହିଲା ତୁମେ କ'ଣ ପାଗଳ। କହୁଛି ହ୍ୱାଟ୍ ଡୁ ମିନ୍, ୟାର ମାନେ କ'ଣ, ଆର୍ ୟୁ ମେଡ୍ ଅର୍ ଏମ୍ ଆଇ, ତୁମେ ପାଗଳ ନା ମୁଁ। ସୋଲଜର ସେ ସୈନିକ କ'ଣ କଲେ, ବୋଥ୍ ସାର୍, ସେ କ'ଣ କଲା ଉଭୟ ସାର୍। କ'ଣ ପାଇଁ, ସେଇ ଯେଉଁ ପ୍ରଥମ ଆମର ପ୍ରଶ୍ନଟା କ'ଣ ଥିଲା ନା, ସେଇ ଯେଉଁ ଯେମିତି ସିକ୍ୱେନ୍ସରେ ପଚାରିଥିଲେ ଯେ ଆମର ଥାର୍ଡ଼ ପ୍ରଶ୍ନଟା ଥିଲା ଡୁ ୟୁ ଲାଇକ୍ ଦି ଫୁଡ଼୍ ଅର୍ କ୍ୱାର୍ଟର୍ସ, ତାହେଲେ ଏଠି ରହିବା ପାଇଁ ତୁମର କେଉଁଟା ଭଲ ଲାଗେ, ନା ରହିବାଟା ଭଲ ଲାଗୁଛି ନା ଖାଇବା ଭଲ ଲାଗୁଛି। ଆକ୍ଚୁଆଲି ଏଇଟାର ଆନ୍ସର୍ କ'ଣ ସେ କହିବା ପାଇଁ ଚାହୁଁଥିଲା ଯେ କ'ଣ ବୋଥ୍, କିନ୍ତୁ ସେଇ ଯେଉଁ ଉଲ୍ଟା ପ୍ରଶ୍ନ ହେଇଯାଇଛି, ତେଣୁ କ'ଣ ହେଇଗଲା ଏଠି ଏହାର ମାନେ କ'ଣ ହେଲା, ଯେତେବେଳେ ପଚାରିଲା ତୁମେ ପାଗଳ ନା ମୁଁ ପାଗଳ, ଇଏ କ'ଣ କହିଲା ଯେ ବୋଥ୍ ସାର୍। ତାହେଲେ ତାପର ଅବସ୍ଥା ତୁମେ କ'ଣ ହେଇଥିବ ତୁମେ ଜାଣିପାରୁଥିବ। ଦେଖ ତାପରେ କିଛି ପ୍ରଶ୍ନ ଅଛି ସେଗୁଡ଼ାକ ଆଲୋଚନା କରିବା। ଏଠି ଦେଖ କ'ଣ କହିଛି 1 ନମ୍ବର, ହୁ ହେଲ୍ପ ଦି ନ୍ୟୁ ସୋଲଜର୍ସ ଇନ୍ ପ୍ରିପେୟାରିଂ ଦି ଆନ୍ସର୍ ଦି କିଙ୍ଗସ୍ କ୍ୱେଶ୍ଚନ୍। ତାହେଲେ କିଏ ଏଇ ଯେଉଁ ନୂଆ ସୈନିକକୁ ରାଜାଙ୍କର ଯେଉଁ ପ୍ରଶ୍ନ ଗୁଡ଼ିକ ଉତ୍ତର ଦେବା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କଲା, କିଏ କରିଥିଲେ ଯେ ତା'ର ଯେଉଁ ଅଫିସର। ତାହେଲେ ଏଇଠି କ'ଣ ସିଏ ଯେଉଁ
সেই সৈনিকর যার যে অফিসর ଅଛି সে তাকে সাহায্য কলা তাহলে সেটাকে কোন লিখিব আনসরে তাহলে এর এভাবে আনসার লিখি দেব হিজ অফিসর হেল্প দি নিউ সোলজর ইন দি প্রিপেয়ারিং টু আনসর দি কিংস क्वेश्चन তাহলে যে তার যে অফিসর ଥିଲେ তাহলে সে তাকে হেল্প কলে সেই যে নূয়া সৈন্যକୁ হেল্প কলে এই রাজাଙ୍କର তিনটি क्वेश्चन आंसर দেবা পাই তারপরে দেখো 2 নম্বর কোন কହୁଛି হোয়াট ডিড দি কিং আস্ক ফার্স্ট তাহলে রাজা প্রথম প্রশ্ন সে কোন পচারলে যে হাউ লং হ্যাভ ইউ বিন ইন মাই সার্ভিস যে এটি তুমি কেতে বর্ষ হেলা কাম করছ তাহলে বা কেতে দিন হেলা কাম করছ এটি আর দেখো আনসার লিখি দেব সেগুলা তাহলে আর এভাবে আনসার লিখি দেব দি কিং ফার্স্ট আস্কড হাউ লং হ্যাভ ইউ বিন ইন মাই সার্ভিস তাহলে তুমি মতে কেতে দিন হেলা তুমি সেবা প্রদান করছ বা তুমি কেতে দিন হেলা এটি কাম করছ এর আনসার এই যে 2 নম্বর आंसर एटा को लिखि देबो तापर देखो 3 नंबर व्हाट डिड दी सोल्जर आंसर ताले से जो सैनिक कोन उत्तर देला जे 30 इयर्स सर जे ठीक कोन 3 वर्ष धरि काम करछि ताले एटा को आंसर लिखि देबो कोन देखो ताले ए बडा आंसर लिखि देबो दी सोल्जर आंसर्ड 30 इयर्स सर ताले 3 वर्ष हला सर 3 वर्ष हला गया ताले ए जो 3 नंबर आंसर ए बडा लिखि देबो तापर देखो ये जो पोस्ट रिटिंग रो किछि प्रश्न अछि सेगुडो आलोचना करिया देखो एठी किछि प्रश्न अछि ताले कोन कहूछि व्हाई डिड द किंग लाइक सोल्जर तार माने कोन काहे के राजा सैन्य मन को भलो पाउतले से निजे जण कोन भलो सैनिक थिले तेनु से सैन्य मन को भलो पाउतले यार आंसर ए बडा लिखि देबा देखो एठी देखो कोन लगा छी द किंग लाइक्ड द सोल्जर वेरी मच बिकॉज़ ही वाज ए गुड सोल्जर हिमसेल्फ ताले से निजे जण बहुत बढ़िया सैन्य थिले तेनु से सैन्य मान को से भलो पाउतले तापर देखो 2 नंबर कोन कहला हाउ मेनी क्वेश्चन डिड द किंग आस्क ताले केतोटी हाउ मेनी क्वेश्चन माने कोन केतोटी से प्रश्न पचारुतले राजा केतोटी तीनोटी प्रश्न पचारुतले ताले ए भाला आंसर कोन लिखिबो द किंग आस्क 3 क्वेश्चन ताले से राजा तीनोटी प्रश्न पचारुतले तापर देखो हाउ वाज द प्रॉब्लम विथ द न्यू सोल्जर ताले ए जो नुआ सैनिकर कोन समस्या थिला से राजा माने कोन से भाषा किसी जान नथला ताले एटा को कोन लिखिबो देखो एटा देखो से जर्मनी भाषा जान नथला एटा लिख दो द सोल्जर डिड नॉट नो द जर्मन लैंग्वेज सो द प्रॉब्लम विथ द न्यू सोल्जर वाज हाउ कुड आंसर द किंग्स क्वेश्चन ताले से जर्मन लैंग्वेज से जान नथला एटा तार असुविधा थला जे से नुआ सैन्य को जे किपरि राजा कर प्रश्न को से उत्तर देबो एटा यार आंसर लिखि देबो तापर देखो 4 नंबर को गला हु हेल्प हिम ताको के सहायता कले ता जो ऑफिसर थिले ताको सहायता कले एठी कोन लिखिबो हिज ऑफिसर हेल्प हिम टू आंसर द किंग्स क्वेश्चन से ऑफिसर से राजा कर प्रश्न को उत्तर देबा पे से हेल्प कले एठी देखो एठी कोन गला हाउ डिड हेल्प वर्क ताले से तांकर जो सहायता किपरि काम कला एटा किपरि काम कला ताले से उलट पालट सब हो जाइतला ताले एठी कोन लिखबो हां एठी ए बडा लिखि देबो नो दी हेल्प डिड नॉट वर्क एट ऑल ताले से जो सहायता तांकर किछि काम कला नहीं कोन पे से क्वेश्चन गुडा को जो श्रेणी रे बा जो ऑर्डर से पचारते से बडा से पचार नथले एठी कोन हां तापर को जो व्हाई जे काहे कि यार कारण कोन जे कोन पे से गड़बड़ होला यार आंसर कोन लिखिबो देखो दी बिकॉज़ द किंग डिड नॉट आस्क द सेम क्वेश्चन इन द सेम ऑर्डर ताले से जे परि पचारतले माने से बडा से पचार नथले एज द क्वेश्चन देयर वाज ए डिफरेंट ऑर्डर से अन्य टाइप माने एपट सेपट कर पचारतले द सोल्जर डिड नॉट आंसर द किंग क्वेश्चन करेक्टली तेनु से राजा कर प्रश्न को से ठीक भाबरे आंसर दे पार नथले ताले बडा यार आंसर लिखि दो देखो तापर कोइ प्रश्न एठी देखो कोन कहिछि ताले मैच द क्वेश्चन अंडर ए विथ आंसर अंडर बी ताले देखो ए रे किछि प्रश्न अछि आ एठी उत्तर अछि सेडा को तोर मिलेबो हाउ ओल्ड आर यू
ଏଠି କ'ଣ ସେଇ ଯେଉଁ ରାଜା ଯେଉଁ ପଚାରିଥିଲେ ତୁମର କେତେ ବର୍ଷ ଆକ୍ଚୁଆଲି କେତେ ବର୍ଷ ଆନ୍ସର୍ ହେଇଥାନ୍ତା 30 years। ହାଉ ଲଙ୍ଗ୍ ହ୍ୟାଭ୍ ୟୁ ସେଭ୍ ମି ଅଲରେଡ଼ି ତୁମେ କେତେ ବର୍ଷ ଏଠି କାମ କରୁଛ ଏଠି କ'ଣ ହେବ ଯେ 3 weeks ସାର୍ 3 ସପ୍ତାହ ଧରିକି। ଡୁ ୟୁ ଲାଇକ୍ ଫୁଡ଼୍ ଅର୍ କ୍ୱାର୍ଟର୍ସ ତୁମେ ଯେଉଁ ବାସଗୃହ ଆଉ ତୁମର ଯେଉଁ ଖାଦ୍ୟ ଦିଆହେଇଛି ତୁମେ ପସନ୍ଦ କରୁଛ କେଉଁଟା ପସନ୍ଦ କରୁଛ ନା ବୋଥ୍ ସାର୍ ଉଭୟଟାକୁ ଏଇଟାକୁ ଲେଖିଦେବ। ଏଠି ତ ହ୍ୱାଟ୍ ରିଏଲି ହ୍ୟାପେନ୍ ଏଠି କ'ଣ ଅଛି ଦେଖ ହାଉ ଓଲ୍ଡ ଆର୍ ୟୁ ସେ କ'ଣ ଆନ୍ସର୍ ଦେଇଥିଲେ ସେ ତୁମର କେତେ ବର୍ଷ ସେ ହେଉଛି କ'ଣ 3 weeks ସାର୍ ଏଇଟାକୁ ଆନ୍ସର୍ ଦେଇଥିଲେ। ଆଉ ଗୋଟେ କ'ଣ ହାଉ ଲଙ୍ଗ୍ ହ୍ୟାଭ୍ ୟୁ ସର୍ଭ ମି ଅଲରେଡ଼ି କେତେ ବର୍ଷ ସେଥିରେ କ'ଣ 30 years ago। ଡୁ ୟୁ ଲାଇକ୍ ଦି ଫୁଡ଼୍ ଅର୍ କ୍ୱାର୍ଟର୍ ହିଅର୍ ଏଠି କ'ଣ ବୋଥ୍ ସାର୍ ଏଇଟା ଟିକେ ପ୍ରଶ୍ନଟା ଆକ୍ଚୁଆଲି ହେଇଥାନ୍ତା ତୁମେ ମେଡ଼୍ କି ମୁଁ ମେଡ଼୍ ତାହେଲେ ଏଇଟା ହେଇଥାନ୍ତା କିନ୍ତୁ ଏଠି ଯେଉଁ ପ୍ରଶ୍ନଟା ଦେଇଛି ତାହେଲେ ଏଇଟାକୁ ଆନ୍ସର୍ ଲେଖିଦେବ। ତାପରେ ଦେଖ ନାଉ ରାଇଟ୍ ଅନ୍ ହ୍ୱାଟ୍ ରିଏଲି ହ୍ୟାପେନ୍ ବେସ୍ଡ ଅନ୍ ୟୋର୍ ମ୍ୟାଚିଂ ତାହେଲେ ଏଠି ଯେଉଁ ଯାହା ଆନ୍ସର୍ ଦେଲ ଏଠି ତୁମେ ଏଗୁଡ଼ାକୁ ପୂରଣ କରିବ। ହ୍ୱେନ୍ ଦି କିଙ୍ଗ ଆକ୍ସଡ୍ ଡେସ୍ ଅଲ୍ ଡେସ୍ ଦେଖ ଏଇଟା ଦେଇଦେଇଛି ମୁଁ ଦେଖ ଏଟାକୁ ପୁରେଇ ଦେଉଛି ତୁମେ ଲେଖିଦେବ। ଦେଖ ଏଟାକୁ ଏଭଳିଆ ଲେଖିଦେବ ହ୍ୱେନ୍ ଦି କିଙ୍ଗ ଆକ୍ସଡ୍ କ'ଣ ହାଉ ଓଲ୍ଡ ଆର୍ ୟୁ ତାହେଲେ ଯେଉଁ ଆମର ଯେତିକି ସବୁ ଏଇଭଳିଆ ଯେଉଁ ବ୍ଲାଙ୍କ୍ସ ଦେଇଛି ତାହେଲେ ଏଇଗୁଡ଼ା ଲେଖିଦେବ ଆନ୍ସର୍। ଦି ସୋଲ୍ଜର୍ ରିପ୍ଲାଏ 3 weeks ସାର୍। ନେକ୍ସଟ ହ୍ୱେନ୍ ହାଉ ଲଙ୍ଗ୍ ହ୍ୟାଭ୍ ୟୁ ସର୍ଭ ମି ଦି ସୋଲ୍ଜର୍ ରିପ୍ଲାଏ 30 years ସାର୍। ଫାଇନାଲି ହ୍ୱେନ୍ ଦି କିଙ୍ଗ ଆକ୍ସଡ୍ ଡୁ ୟୁ ଲାଇକ୍ ଦି ଫୁଡ଼୍ ଅର୍ କ୍ୱାର୍ଟର୍ସ ହିଅର୍ ଦି ସୋଲ୍ଜର୍ ରିପ୍ଲାଏ ବୋଥ୍ ସାର୍ ତାହେଲେ ଏଇଭଳିଆ ତୁମେ ଏହାର ଆନ୍ସର୍ ଲେଖିଦେବ। ଠିକ୍ ଅଛି ପିଲାମାନେ ତାହେଲେ ଏଇ ବିଷୟରେ ଯେତେ ସବୁ ପାଠ ଥିଲା ସବୁ ବୁଝିଲେ ଆଉ ଯେତେ ସବୁ ପ୍ରଶ୍ନ ଥିଲା ସେଗୁଡ଼ାକ ସବୁ ଆମେ ଉତ୍ତର ଆଲୋଚନା କରିଦେଲେ। ଆଉ ତୁମମାନଙ୍କ ମନରେ ଯଦି କିଛି ଡାଉଟ୍ ଥିବ କମେଣ୍ଟ ବକ୍ସରେ ଲିଖି ଜଣାଇବ। ଆଉ ତୁମମାନଙ୍କୁ ଯଦି ଏ ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିବ ସେୟାର କରିବ। ଆଉ ତୁମେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଛ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ। ରହୁଛି ଧନ୍ୟବାଦ।